मणिमा हे मणिमा हे तुम्हें तो श्याम सुंदरा मणिमा तुम्हें तो लोबणी चलो तुम्हें तो श्याम सुंदरा मणिमा तुम्हें तो लोबणी चलो तुम्हें तो श्याम सुंदरा मणिमा तुम्हें तो लोबणी चलो बोलेगा पपी बड़ा प्रजापति बोलेगा पपी बड़ा प्रजापति दयरा किला मन कुमरा दयरा किला मन कुमरा तुम्हें तो श्याम सुंदरा मणिमा तुम्हें तो लोबणी चलो तो श्याम सुंदरा मणिमा तुम्हें तो लोबणी चलो सुखी दुखी मरा दौचा हसी तुलसी चंदना नाउचा बसी सुखी दुखी मरा दौचा हसी तुलसी चंदना नाउचा बसी काहाकु भापुचा एबाकु बधे पाई आसु नहीं आखि खुदा भावे भी जहाई सौदा करा जुग जुगर चलची बड़ी जात मारा भावे भी जहाई सौदा करा जुग जुगर चलची बड़ी जात मारा प्रभु बड़ी जात मारा तुम्हें तो श्याम सुंदरा मणिमा तुम्हें तो लोबणी चलो तुम्हें तो श्याम सुंदरा मणिमा तुम्हें तो लोबणी चलो आम्भे आसबार अभिप्राय यही पांचाल राज्य को लाख बिंदिबार अभिप्राय नहीं किबा अधिसंधि नहीं स्वयंवर अंश ग्रहण करिवार नहीं मु तते जतिकी जानिछि तू एई स्वयंवर सभा को आसीबा पछरे निश्चय किछि कुचक्र रहिछि भाई पांचाल दुल्हाणी द्रौपदी जे मोर भग्नी सदृश्य तांको स्वयंवर सभारे आमे उपस्थित न रहिबा एहा कोन उचित होई थांता भाई कान्हो कह तो देखी केते महावीर आमंत्रित होइचंती एही पांचाल राज्य को ता मध्यरु एही कष्ट साध्य लाख बिंदिबारे किए समर्थ होई पारे भाई सही
କଷ୍ଟସାଧ୍ୟ ଲାଖ ଭେଦ କରିବାକୁ ସଂସାରରେ ସାମର୍ଥ୍ୟ କେବଳ 4 ଜଣ ବ୍ୟକ୍ତି। ସ୍ୱର୍ଗରେ ଶଙ୍କର, ପାତାଳେ ବସୁକି, ଆଉ ଏଇ ମର୍ତ୍ତ୍ୟ ପରେ ମୁଁ କିମ୍ବା ପାର୍ଥ। ତାହେଲେ ଦ୍ରୌପଦୀ ଭାଗ୍ୟରେ ନିଶ୍ଚୟ ପତି ନାହିଁ। ସେ ଆଜୀବନ ଅବିବାହିତ ହୋଇ ରହିଯିବ। କାରଣ ଶଙ୍କର ଭୋଳାନାଥ ହିମାଳୟରେ ଧ୍ୟାନରେ ନିମଗ୍ନ, ବାସୁକି ପୃଥିବୀକୁ ଉତ୍ତୋଳନ କରି ରଖିଛନ୍ତି ଏବଂ ରହିଲୁ ତୁ ଦ୍ରୌପଦୀ ତୋର ଭଗ୍ନୀ ସଦୃଶ। ଆଉ ରହିଲା ପାର୍ଥ, ଯଦୁଗ୍ରହ ଦହନରେ ସେ ଦଗ୍ଧ ହୋଇ ମୃତ୍ୟୁବରଣ କରିଛି। ସେଥିପାଇଁ ଦ୍ରୌପଦୀ ଭାଗ୍ୟରେ ନିଶ୍ଚୟ ପତି ନାହିଁ। ଭାଇ ଯଜ୍ଞରୁ ଜାତ ଯାଜ୍ଞ ସେନି। ଦ୍ରୌପଦ ରାଜାଙ୍କର ତପସ୍ୟାର ଫଳ, ଦ୍ରୌପଦ ରାଜାଙ୍କର ମନସ୍କାମନା ପୂର୍ଣ୍ଣ ହେତୁ ଯାହାର ଜନ୍ମ, ଯାହାର ସହାୟ ପୁଣି କୃଷ୍ଣ ବଳରାମ, ସେ ପୁଣି ରହିବ ଭାଗ୍ୟହୀନ। ଏହା କ'ଣ ସମ୍ଭବ ଅଗ୍ରଜ? ଆସନ୍ତାକାଲି ଲାଖଭେଦ ପୂର୍ଣ୍ଣ ସୁଦ୍ଧା ଦ୍ରୌପଦୀ ଲଭିବେ ସର୍ବଶ୍ରେଷ୍ଠ ଧନୁଧର ପତ୍ନୀର ମର୍ଯ୍ୟାଦା। ତାହେଲେ ପାର୍ଥ କ'ଣ ଜୀବିତ? ହଁ ଅଗ୍ରଜ, ଦୃଷ୍ଟ ଦୁର୍ଯ୍ୟୋଧନର ସମସ୍ତ ଚକ୍ରାନ୍ତ ମତେ ଆଗରୁ ଗ୍ଲାନ୍ତ ଥିଲା। ଏଣୁ ବିଦୁରଙ୍କୁ ଡକାଇ ଖାଲ୍ୟକାରଙ୍କ ସହାୟତାରେ କରିଥିଲି ସୁଡ଼ଙ୍ଗ ନିର୍ମାଣ। ସେହି ସୁଡ଼ଙ୍ଗ ଦ୍ୱାରରେ ମାତା କୁନ୍ତୀ ଦେବୀ ସହ ପଞ୍ଚଭ୍ରାତକୁ କରିଥିଲି ଉଦ୍ଧାର। ଏହା ତୋର କପଟତାରେ କହ୍ନେଇ, ଏହା ହେଉଛି ତୋର କପଟତା। ସବୁ ଜ୍ଞାତ ଥାଇ ମତେ ନଗରୁ ପ୍ରକାଶ କହରେ କହ୍ନେଇ, ମାତା କୁନ୍ତୀ ଦେବୀ ସହ ପଞ୍ଚଭ୍ରାତା ସବୁ କୁଶଳ ମଙ୍ଗଳରେ ଅଛନ୍ତି ତ? ବ୍ୟଗ୍ରତାର ନାହିଁ ପ୍ରୟୋଜନ। ସମସ୍ତେ ସର୍ବକୁଶଳରେ ଅବସ୍ଥାପିତ କରିଛନ୍ତି। ଆସନ୍ତା ପ୍ରଭାତେ ଆପଣ ଭେଟିବେ ସେହି ପଞ୍ଚୁ ପାଣ୍ଡବେ। ରେ ରେ କପଟି, କପଟତା ତୋର ଗଲା ନାହିଁ କାଳେ କାଳେ। ଜୀବିତ ଥିବା ପାର୍ଥକୁ ମୃତ୍ୟୁ ବୋଲି ଦର୍ଶାଇ କୁମ୍ଭୀର କାନ୍ଦଣ କାନ୍ଦୁଥିଲୁ ତୁ କଇଁ କଇଁ ହୋଇ। ଛଳନାରେ ବଶୀଭୂତ କରି ସମଗ୍ର ଧରାଧାମକୁ ଇଙ୍ଗତରେ ଚଲାଉଛୁ ତୁ ଏହି ଧରାଧାମକୁ। ଦୁଷ୍ଟତା ମାର୍ଜନା କରନ୍ତୁ ଭାଇ। ମୁଁ ପରା ଆପଣଙ୍କ ସ୍ନେହ ଆଦରର କହ୍ନେଇ। ଚାଲନ୍ତୁ ଅଗ୍ରଜ, ଶୟନ କକ୍ଷେ ନିଦ୍ରାମର ହୋଇଲାଣି ଉଭା। ତେବେ ଚାଲରେ କହ୍ନେଇ। ତେବେ ଚାଲନ୍ତୁ ଭାଇ। ଶେଖର ସପୁରୀ ବନ୍ଧୁ ପରମ କାରଣ ହେ କୃପା ସିନ୍ଧୁ। ସୁଜିବା ପାଇକି ତୁଳସୀ ପରା ପାଖରେ ଧରିଚଇ ରାଧାର ମରା। ମୋ ପରା ଚରାଣୀ ଶରଣେ ତୁମର କି ପାଇଁ କରୁଛ ମତେ ମତେ ହତାର ପ୍ରଭୁ ମତେ ହତାର। ତୁମେ ତ ଶ୍ୟାମ ସୁନ୍ଦରାଇ ମଣିମା ତୁମେ ତ ଲବଣୀଚର। ତୁମେ ତ ଶ୍ୟାମ ସୁନ୍ଦରାଇ ମଣିମା ତୁମେ ତ ଲବଣୀଚର।